କୃଷକ ବନ୍ଧୁ ଆସିଗଲା ପୋଷ୍ଟ ଅଫିସର ଦମଦାର ସ୍କିମ୍। 3000 ଟଙ୍କା ନିବେଶ କଲେ ମିଳିବ ପ୍ରାୟ 5 ଲକ୍ଷରୁ ଅଧିକ ଟଙ୍କା। ଆସନ୍ତୁ ଜାଣିବା ଯେଉଁମାନେ ଷ୍ଟକ୍ ମାର୍କେଟରେ ଇନଭେଷ୍ଟ କରିବାକୁ ଡରନ୍ତି ଏବଂ ସେମାନେ ଏକ ସୁରକ୍ଷିତ ନିବେଶ ଖୋଜୁଛନ୍ତି ସେମାନଙ୍କ ପାଇଁ ପୋଷ୍ଟ ଅଫିସ ଏକ ଭଲ ଉପାୟ। ପୋଷ୍ଟ ଅଫିସରେ ବିଭିନ୍ନ ପ୍ରକାରର ଯୋଜନାମାନ ରହିଛି। ଏହି ଯୋଜନାମାନଙ୍କରେ ନିବେଶ କରୁଥିବା ବ୍ୟକ୍ତିମାନେ ଆର୍ଥିକ ବିଶେଷ ଲାଭ ପାଇପାରିବେ। ପୋଷ୍ଟ ଅଫିସ ବିଭିନ୍ନ ପ୍ରକାରର ଯୋଜନା ପ୍ରଦାନ କରେ। ଏହି ଯୋଜନାରେ ନିବେଶ କରୁଥିବା ନିବେଶକମାନେ ଆର୍ଥିକ ସୁରକ୍ଷାର ସର୍ବୋତ୍ତମ ଲାଭ ପାଆନ୍ତି। ଏହା ସହିତ ସେମାନେ ଏକ ସ୍ଥାୟୀ ରିଟର୍ଣ୍ଣ ମଧ୍ୟ ଭଲ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା କେଉଁ ଯୋଜନା ସର୍ବାଧିକ ଲାଭ ପ୍ରଦାନ କରିବ। ଯଦି ଆପଣ ପୋଷ୍ଟ ଅଫିସର ନ୍ୟାସନାଲ ସେଭିଂ ରିକରିଂ ଡିପୋଜିଟ୍ ଆର୍ଡି ଆକାଉଣ୍ଟରେ ଟଙ୍କା ନିବେଶ କରନ୍ତି ତେବେ ଆପଣ 6.7% ସୁଧ ପାଇପାରିବେ। ଯଦି ଆପଣ ପୋଷ୍ଟ ଅଫିସର ଆର୍ଡି ଯୋଜନାରେ 10 ବର୍ଷ ପାଇଁ ପ୍ରତି ମାସରେ 3000 ନିବେଶ କରନ୍ତି ତେବେ ଆପଣ 6.7% ସୁଧରେ କେତେ ରୋଜଗାର କରିବେ। ମାସକୁ 3000 ଟଙ୍କା ନିବେଶ କଲେ ସୁଧ ସହିତ ମୋଟ 5,13,271 ଟଙ୍କା ମିଳିବ, ଯାହା ମଧ୍ୟରୁ ଖାଲି ସୁଧ 1,53,271 ଟଙ୍କା ରହିଛି। ପୋଷ୍ଟ ଅଫିସ ଆର୍ଡିର ଅବଧି 5 ବର୍ଷ ହୋଇଥାଏ। ମ୍ୟାଚ୍ୟୁରିଟି ପରେ ଆକାଉଣ୍ଟ ହୋଲ୍ଡର ଏହାକୁ ଆଉ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ନିବେଶ କରିବାକୁ ଚାହୁଁଥିବା ଯେକୌଣସି ଭାରତୀୟ ବ୍ୟକ୍ତି ଏକକ କିମ୍ବା ମିଳିତ ଆକାଉଣ୍ଟ ଖୋଲିପାରିବେ। ଯଦି ଆପଣ ଆପଣଙ୍କ ଝିଅ କିମ୍ବା ପୁଅ ପାଇଁ ନିବେଶ କରିବାକୁ ଚାହାନ୍ତି ତେବେ ଜଣେ ପରିବାରର ଅଭିଭାବକ ଆବଶ୍ୟକ। ତଥାପି ଯଦି କୌଣସି ପିଲା 10 ବର୍ଷରୁ ଅଧିକ ବୟସର ହୋଇଥାଏ ତେବେ ସେହି ପିଲାଙ୍କ ନାମରେ ଏକ ଆକାଉଣ୍ଟ ଖୋଲାଯାଇପାରିବ। ଏହା ବ୍ୟତୀତ 18 ବର୍ଷ ବୟସରେ ପହଞ୍ଚିବା ପରେ ଆକାଉଣ୍ଟ ଧାରକ ଏକ AOF ଦାଖଲ କରି ଏବଂ ନୂଆ KYC ଡକୁମେଣ୍ଟ ଦାଖଲ କରି ସେମାନଙ୍କର ନାବାଳକ ଆକାଉଣ୍ଟକୁ ଏକ ଆଡଲ୍ଟ ଆକାଉଣ୍ଟ ପରିବର୍ତ୍ତନ କରିପାରିବେ। ପୋଷ୍ଟ ଅଫିସ ଆର୍ଡିରେ ସର୍ବାଧିକ ନିବେଶ ପାଇଁ କୌଣସି ଲିମିଟ ନାହିଁ। ସର୍ବନିମ୍ନ ନିବେଶ ପରିମାଣ ହେଉଛି 100 ଟଙ୍କା। ଆକାଉଣ୍ଟଟି ଅତି କମରେ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବା ଏବଂ 12ଟି ମାସିକ କିସ୍ତି ପରିଶୋଧ ହେବା ପରେ ଆକାଉଣ୍ଟ ଧାରକ ଜମା ପରିମାଣର 50% ପର୍ଯ୍ୟନ୍ତ ଋଣ ପାଇପାରିବେ। ଏହି ଋଣ ଏକକାଳୀନ କିମ୍ବା ମାସିକ କିସ୍ତିରେ ପରିଶୋଧନ କରିବା ପାଇଁ ପଡ଼ିବ। ଋଣର ସୁଧ ଆକାଉଣ୍ଟ ସୁଧ ହାରଠାରୁ 2% ଅଧିକ ହେବା ଯଦି ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ଋଣ ପରିଶୋଧ ନ ହୋଇଥାଏ ତେବେ ପରିପକ୍ୱତା ଆୟରୁ ବକେୟା ରାଶି କାଟି ଦିଆଯିବ। ଖୋଲିବା ତାରିଖରୁ 3 ବର୍ଷ ପରେ ଆର୍ଡି ରିକରିଂ ଡିପୋଜିଟ୍ ଆକାଉଣ୍ଟଗୁଡ଼ିକୁ ସମୟ ପୂର୍ବରୁ ବନ୍ଦ କରାଯାଇପାରିବ। ତଥାପି ଯଦି ଆକାଉଣ୍ଟଟି ପରିପକ୍ୱତାରେ ଗୋଟିଏ ଦିନ ପୂର୍ବରୁ ବନ୍ଦ କରାଯାଏ ତେବେ ଏହା ଆର୍ଡି ବଦଳରେ ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟ ଅନୁଯାୟୀ ସୁଧ ମିଳିବ। ତଥାପି ଯଦି ଆକାଉଣ୍ଟଧାରୀ ପୂର୍ବରୁ କିଛି ମାସର କିସ୍ତି ଜମା କରିସାରିଛନ୍ତି ତେବେ ସେହି ଅବଧି ସମାପ୍ତ ହେବା ପୂର୍ବରୁ ଆକାଉଣ୍ଟକୁ ବନ୍ଦ କରିପାରିବେ ନାହିଁ।